ପିଲାମାନେ ଆଜି କଣ କରିବା? ଗପ କହିବା। ଗପ ଶୁଣି ହଁ ତ ଗପ ଆଜି କହିବା। ଆଜି କୋଉ ଗପ କହିବା କହୁନା? କୋଉ ଗପ ଶୁଣିବା? ମାଙ୍କଡ଼ ଆଉ ଟୋପିବାଲାର ଗପ ଶୁଣିବା। ମାଙ୍କଡ଼ ଆଉ ଟୋପିବାଲା। ଗୋଟେ ଟୋପିବାଲା ଥାଏ, ସିଏ ସବୁଦିନ ଟୋପି ବିକିବା ପାଇଁ ଯାଏ। ଫେରିଗଲା ସେ ଗାଁକୁ ଯେମିତି ସେମିତି ହଁ ଟୋପିବାଲା ଜଣେ ଥିଲା। ତ ଟୋପି ବିକାଳି ଟୋକେଇରେ ଟୋପି ରଖି ବିକିବା ପାଇଁ ଯାଉଥିଲା। ଖରାରେ ଚାଲି ଚାଲି ତାକୁ ଭାରି ହାଲିଆ ଲାଗିଲା। ଯାଉ ଯାଉ ବାଟରେ ଗୋଟିଏ ବଡ଼ ବରଗଛ ପଡ଼ିଲା। ଟୋପିବାଲା ଟୋପି ବିକିବା ପାଇଁ ଯାଉଥାଏ ଗାଁକୁ। ତ ଖରାଦିନ ଥାଏ, ବହୁତ ଖରା ଥାଏ। ଖରାଦିନ କେମିତି ଖରା ଲାଗେ? ଖରା ଲାଗେ ନା? ଖରାରେ ସେ ହାଲିଆ ହେଇଯାଇ ବରଗଛ ଗୋଟେ ପାଇଲା। ସେ ଏଠି ତ କହିଲା ବରଗଛ ଛାଇରେ ଟିକେ ବସିଲା। ହାଲିଆ ଲାଗିଥିବାରୁ ଯାଉ ଯାଉ ବାଟରେ ଗୋଟିଏ ବଡ଼ ବରଗଛ ପାଇଲା। ସେ ସେହି ଗଛ ମୂଳରେ ଟୋପି ଟୋକେଇ ରଖି ଟିକିଏ ଥକ୍କା ମାରି ବସି ପଡ଼ିଲା। ଥକା ଲାଗୁଥାଏ ଚାଲି ଚାଲି ଟୋପି ମାନେ ବୁଡ଼ିକି ଟୋକେଇକୁ ବୁଡ଼ିକି ଥକା ଲାଗିବାରୁ ସେ ବସି ପଡ଼ିଲା। ସେ କୋଉ ଗଛ ମୂଳରେ? ବରଗଛ ମୂଳରେ। ହଁ ବରଗଛ ଛାଇରେ ସୁଲସୁଲିଆ ପବନରେ ଟୋପିବାଲାଟି ନିଦରେ ଶୋଇ ପଡ଼ିଲା। ବରଗଛ ମୂଳେ ଛାଇରେ ସୁଲସୁଲିଆ ପବନ ଥଣ୍ଡା ଥଣ୍ଡା ପବନରେ ଶୋଇ ପଡ଼ିଲା। ତା ଥକା ଥକା ଲାଗୁଥାଏ, ଶୋଇ ପଡ଼ିଲା ସେ ଗଛ ମୂଳରେ। ସେ ଗଛ ଉପରେ ବହୁତ ଗୁଡ଼ାଏ ମାଙ୍କଡ଼ ବସିଥିଲେ। ମାଙ୍କଡ଼ ଦେଖିଛ ନା? କିଏ କିଏ? ମାଙ୍କଡ଼ ହଁ ତ ସେ ବରଗଛ ଉପରେ ମାଙ୍କଡ଼ ଦଳେ ଥିଲେ। ସେ ମାଙ୍କଡ଼ ଟୋପିବାଲାଟି ଶୋଇ ପଡ଼ିବା ଦେଖି ମାଙ୍କଡ଼ ମାନେ ଚୁପଚାପ ଆସି ତା ଟୋପି ଟୋକେଇରୁ ଟୋପିକୁ ତେବେ ନେଇକି ପିନ୍ଧି ପକେଇଲେ। ଦେଖିଲେ ଟୋପି ରଖିଦେଇଛି ମାଙ୍କଡ଼କୁ। ଦେଖିଲା ଆସିକି ଦେଖିଲେ ଯେତେବେଳେ ସେ ଶୋଇ ପଡ଼ିଛି ଟୋପିବାଲା ଶୋଇ ପଡ଼ିଛି ଯେତେବେଳକୁ ମାଙ୍କଡ଼କୁ ନେଇକି ତା ଟୋପି ସମସ୍ତେ ଗୋଟେ ଗୋଟେ ଲଗେଇ ଦେଇଛନ୍ତି। ସବୁ ଟୋପି ନେଇ ମୁଣ୍ଡରେ ଲଗାଇ ଗଛ ଉପରେ ଯାଇ ବସି ପଡ଼ିଲେ। କିଛି ସମୟ ପରେ ଟୋପିବାଲାର ନିଦ ଭାଙ୍ଗିଲା। କିଛି ସମୟ ଗଲା ପରେ ସେ ଟୋପିବାଲା ଶୋଇ ପଡ଼ିଥିଲା ନା, ତା ନିଦ ଭାଙ୍ଗିଲା। ଉଠିକି ଦେଖିଲା ବେଳକୁ ତା ଟୋକେଇରେ ଗୋଟିଏ ହେଲେ ଟୋପି ନାହିଁ। କୁଆଡ଼େ ଗଲା? ଉପରକୁ ଚାହିଁ ଦେଖିଲା ସବୁ ମାଙ୍କଡ଼ ମାନେ ତା ଟୋପି ନେଇ ପିନ୍ଧି ଗଛରେ ବସିଛନ୍ତି। ସେ ବିକଳ ହୋଇ ମୋ ଟୋପି ଦିଅ ବୋଲି ମାଗିଲା ମାଙ୍କଡ଼ମାନଙ୍କୁ। ମାଙ୍କଡ଼ ମାନେ ଶୁଣିଲେନି। ଟୋପିବାଲା ଗୋଟିଏ ବୁଦ୍ଧି ପାଞ୍ଚିଲା। ତା ମୁଣ୍ଡରେ ପିନ୍ଧିଥିବା ଟୋପିଟିକୁ ବାହାର କରି ଫୋପାଡ଼ି ଦେଲା। ଯେତେବେଳକୁ ଟୋପିବାଲା ମାଗିଲା ମାଙ୍କଡ଼ମାନଙ୍କୁ ମୋ ଟୋପି ଫେରେଇ ଦିଅ, ସେ ମାଙ୍କଡ଼ ମାନେ ଆଉ ଶୁଣିଲେ ନାହିଁ ତା କଥା, ପିନ୍ଧିକି ଗଛ ଉପରେ ବସିଛନ୍ତି। ଯେତେବେଳକୁ ଟୋପିବାଲା ମାଗିଲା ଦେଲେନି, ଟୋପିବାଲା ଭାବିଲା କଣ କରିବେ। ସେ କଣ କଲା ନା, ତା ଯୋଉ ନିଜେ ପିନ୍ଧିଥିଲା ଟୋପିଟା ଖୋଲିକି ତଳେ ପକେଇଦେଲା। ତଳେ ପକେଇଦେଲା ବେଳକୁ ମାଙ୍କଡ଼ ବି ସେଇଆ ଦେଖିକି ଦେଖିଲେ, ତାକୁ ଯାହା ଦେଖିଲେ ସେ ପକେଇଦେଲା ବେଳକୁ ସେମାନେ ବି ଖୋଲି ପକେଇଦେଲେ ତାଙ୍କ ଟୋପି ପିନ୍ଧିଥିଲେ ଯାହା। ଏହା ଦେଖି ମାଙ୍କଡ଼ ମାନେ ପିନ୍ଧିଥିବା ଟୋପି ସବୁ ତଳେ ଫୋପାଡ଼ି ଦେଲେ। ଟୋପିବାଲା ଖୁସି ହୋଇ ସବୁ ଟୋପି ଟୋକେଇରେ ରଖି ବିକିବାକୁ ଚାଲିଗଲା। ତୁମେ ଯୋଉ ଆଉ ଖଣ୍ଡ এই গল্পটা আমি শিখিলে বুদ্ধি ଥିଲେ ଉପାୟ ଆସେ। ଟୋପିବାଲା ତା ବୁଦ୍ଧି ଥିଲା ବୋଲି ତା ଉପାୟ ଆସିଲା। ମାଙ୍କଡ଼ମାନଙ୍କୁ ମାଗୁଥିଲା ଟୋପି, ସେମାନେ ତ ଦଉଥିଲେ ତା କଥା ଶୁଣିଲେନି। ତ ସିଏ ବୁଦ୍ଧି କରିକି ତା ନିଜ ଟୋପିଟା ତଳେ ପକେଇଦେଲା। ତାକୁ ଦେଖିକି ମାଙ୍କଡ଼ମାନେ ବି ନିଜ ନିଜ ଟୋପି ପକେଇଦେଲେ ତଳେ। ଟୋପିବାଲା ଖୁସି ହେଇଗଲା। ସବୁ ଟୋପିକୁ ଗୋଟେଇକି ଏକାଠି ଆଉଥରେ ବିକିବା ପାଇଁ ତାକୁ ଇଏରେ ଧରିକି ତା ଟୋକେଇରେ ସବୁ ଟୋପିକୁ ପୁରେଇକି ତାକୁ ବିକିବାକୁ ବାହାରିଗଲା ଆଉଥରେ। ତ ସେଇଠୁ ଆମେ ଶିକ୍ଷା ପାଇଲେ ଯେ ବୁଦ୍ଧି ଥିଲେ ଉପାୟ ଆସେ। ଟୋପିବାଲା କୁଆଡ଼େ ଯାଇଥିଲା? କୁଆଡ଼େ ଯାଇଥିଲା କୁହ? ବରଗଛ ନାହିଁ। ଟୋପିବାଲା ଯାଇଥିଲା ଟୋପି ବିକିବା ପାଇଁ। ନା ତ ପଚାରୁଛି କହିବି ନା। ମାଙ୍କଡ଼ ମାନେ ଟୋପି ନେଇ କଣ କଲେ? ଟୋପି କୋଉଠି ପିନ୍ଧନ୍ତି? ଟୋପିବାଲା ତା ଟୋପି ସବୁ କିପରି ଫେରି ପାଇଲା? କେମିତି ଫେରି ପାଇଲା ତା ଟୋପି? ମାଙ୍କଡ଼ ମାନେ ନେଇ ଯାଇଥିଲେ। ସେଇଠୁ ସେ କେମିତି ମାଗିଲା ଯେତେବେଳକୁ ମାଙ୍କଡ଼ ମାନେ ଦେଲେ କି? ତା କଥା ଶୁଣିଲେ ନାହିଁ। ତାପରେ ସେ ବୁଦ୍ଧି କରିକି ତା ନିଜ ଟୋପିଟାକୁ ତଳକୁ ପକେଇଦେଲା। ମାଙ୍କଡ଼ ମାନେ ଦେଖିକି ତାପରେ କଣ କଲେ? ନିଜ ନିଜ ଟୋପି ସବୁ ସେମାନେ ତାଙ୍କ ଟୋପି ପକେଇଦେଲେ। ଗପରେ ଆମେ କଣ ଶିକ୍ଷା ପାଇଲେ? ବୁଦ୍ଧି ଥିଲେ ଉପାୟ ଆସେ। ଗପ କେମିତି ଲାଗିଲା ପିଲାମାନେ? ଭଲ ଲାଗିଲା। ଆଉ ଗୋଟେ ଗପ କହିବା।